कार्तिक पुराण षष्ठ अध्याय कार्तिक उद्यापन कार्तिक बलितां पुषां नियमा जे प्रकीर्तात ढाट शृणुन स्म महाराजा कथामानान् समासतः। कहती नारद मुनि ଶୁଣନ୍ ରୂପବର କାର୍ତ୍ତିକ ମହାବ୍ରତର ବିଧି ଯେ ପ୍ରକାର ଜଗଜନ ହିତେ ଏହା ପ୍ରକାଶ ହୋଇଛି। ବିଷ୍ଣୁଙ୍କର ପ୍ରିୟ ବ୍ରତ ପୁରାଣେ କହିଛି। କାର୍ତ୍ତିକ ମାସରେ ଯାହା କରିବ ବର୍ଜନ ସେ କଥା କହିବା ରାୟ ମନ ଦେଇ ଶୁଣ। ମଦ ମାଂସ ଆମିଷ ଭୋଜନ ନ କରିବ, କୋଳଥ ସହିତ ସବୁ ତ୍ୟାଗ କରିଦେବ। କଣ୍ଟା ଫଳ କିଏ ବା କୁଷ୍ମାଣ୍ଡ ମଧୁରାଳ ଅଗସ୍ତିକୁ ଛାଡ଼ି ଆଣେ ତେଜିବ ସକଳ। ଲେମ୍ବୁ ଜମ୍ବିଳ ମୂଳା କକଡ଼ା ଏତେ ଦ୍ରବ୍ୟ କାର୍ତ୍ତିକରେ ଏତେ ଦ୍ରବ୍ୟ ତ୍ୟାଗ କରିଦେବ। ଅଜା ମହିଷୀଙ୍କ କ୍ଷୀର ନ ଭସିବ ତଳେ ଏତେ ଦ୍ରବ୍ୟକୁ ତ୍ୟାଗ କରିବ ଅବହେଳେ। ସୁସଙ୍ଗେ ରହି କୁସଙ୍ଗ ଥିବ ପରିହରି କଳହ କ୍ରୋଧ ହିଂସାଦି ଦେବ ତ୍ୟାଗ କରି। ଅସତ୍ୟ ବଚନ ଯେ କି ଅବା ନିନ୍ଦା ଖଳ କାର୍ତ୍ତିକ ମାସେ ବର୍ଜନ କରିବ ସକଳ। ସ୍ତ୍ରୀ ସହବାସେ କେବେ ଉଚିତ ନୁହଇ କହନ୍ତି ନାରଦ ଶୁଣ ପୃଥୁ ନରସାଇ। ଗ୍ରାମ୍ୟ ଗୀତ ନଟ ନାଟ୍ୟ କରିବ ବର୍ଜନ ବୃକ୍ଷ ଆରୋହଣ ନ କରିବ କଦାଚନ। ଆବର ସଲିଳ ମଧ୍ୟ କେବେ ନ ପହରି କିଏ ବା ଭୁଜଙ୍ଗ ତୁଲେ କୌତୁକ ନ କରି। ପରଲୋକଙ୍କର ବଶବର୍ତ୍ତୀ ନ ହୋଇବ ପରପାକ ଅନ୍ନ କେବେ ଗ୍ରାସ ନ କରିବ। କାର୍ତ୍ତିକ ବ୍ରତରେ ଯାହା କରିବ ଭୋଜନ ସେ କଥା କହିବା ଏବେ ମନ ଦେଇ ଶୁଣ। ଯେବଣ ଧାନ ଆଣିବ ହବିଷ୍ୟ ନିମନ୍ତେ ରଙ୍ଗଯୁକ୍ତ ଧାନ ନ ଭକ୍ଷିବ କଦାଚିତେ। ଶରଦ ଅନ୍ତେ ଯ ଧାନ ଅମଳ ହୁଅଇ ଅତି ଯତ୍ନେ ସଞ୍ଚିବ ହବିଷ୍ୟ ଅନ୍ନ ପାଇଁ। ସେହି ଧାନର ଚାଉଳ ହବିଷ୍ୟ କରିବ ଶୁଦ୍ଧ ପାତ୍ରେ ବାଢ଼ି ଅନ୍ନ ଯତନେ ଭକିବ। କାର୍ତ୍ତିକ ବ୍ରତ ଅର୍ଥେ ଯା ମନରେ ସଂକଳ୍ପୀ ବିଶେଷରେ ଶୁଣ ତାହା କହିବା ସଂକ୍ଷେପୀ। ଯେବଣ ଲୁଣ ଅଗ୍ନି ଅପାକ ହୋଇଥିବ ହବିଷ୍ୟ ଅର୍ଥେ ତାହାକୁ ଯତନେ ଆଣିବ। ବ୍ରାହ୍ମଣ ଘର ଗୋକ୍ଷୀର ଘୃତ ଯେ ଲବଣୀ ଜ୍ଞାନେ ଅବା ଅଜ୍ଞାନରେ କେବେ ନ ଆଣି। ସ୍ପର୍ଶ ନ କରିବ ତାହା ମଦ୍ୟ ପାଇ ଜାନ। ଏତିକ କଥାରେ ସଦା ଥିବ ସାବଧାନ। କାକୁଡ଼ି ବହୁ ବୀଜ ବନ୍ତଳ ଯେଉଁ ଫଳ ସାରୁ ସହିତରେ ଏହା ବର୍ଜିବ ସକଳ। ଆର୍ଦ୍ରକର ମୂଳ ଅଗ୍ରଭାଗକୁ ଯତନେ ଶୁଦ୍ଧ ପାତ୍ରେ ସମ୍ପାଦିବ ହରଷିତ ମନେ। ଯାହାଙ୍କୁ ଯେବଣ ଭାବେ ଯେ ଦ୍ରବ୍ୟ ମିଳିବ ଯାହା ହେଉ ପଛେ କେବେ ବିମୁଖ ନ ହେବ। ଶାଳ ପଣସ ରମ୍ଭା ପଳାଶ ବଟପତ୍ର ଏମାନଙ୍କୁ ବରଜିନ ଆଣିବ ଅନ୍ୟତ୍ର। ସୋରିଷ ରସରେ ଅଙ୍ଗ ମାର୍ଜନା କରିବ ଏହି କଥାକୁ ଅନ୍ୟଥା ବୋଲି ନ ଭାବିବ। ପୂର୍ବକୁ ମୁଖ କରିନ ବସିବ ଯତନେ ହସ୍ତରେ ତୁଳସୀ ଜଳ ଘେନି ଦୃଢ଼ ମନେ। ସନ୍ତୋଷରେ ଜନାର୍ଦ୍ଦନେ କରି ନିବେଦନ ହବିଷ ଅନ୍ନ ବିଷ୍ଣୁଙ୍କ କରିବ ପ୍ରଦାନ। ତହୁଁ ପରେ ଅବଶେଷ ଯାହା ବଞ୍ଚିଥିବ ସନ୍ତୋଷ ଚିତ୍ତରେ ତାହା ଆପେ ଭୁଞ୍ଜିବ। ବାକ୍ୟାଳାପନ କରିବ ଭୋଜନ କାଳରେ ଶୁଦ୍ଧ ଜଳେ ଆଚମନ କରିବ ସତ୍ୱରେ। ଉତ୍ତମ ସ୍ଥାନରେ ବସି ଶ୍ରଦ୍ଧାଚିତ ହୋଇ ରାମ ଗୋବିନ୍ଦ ନାମକୁ ହୃଦପଦ୍ମେ ଧ୍ୟାଇ ସନ୍ଧ୍ୟା ବେଳେ ତୁଳସୀ ମୂଳରେ ଦୀପ ଦେବ ନିଷ୍ଠାପର ଚିତ୍ତେ ଜାଣ ଜାଗର ଜାଳିବ। ବିଷ୍ଣୁ ଦେବଙ୍କ ପୟରେ କରି ନମସ୍କାର ଅଶେଷ ଜନ୍ମର ପାପ ତାର ହେବ ଦୂର। ଯେଉଁ ଲୋକ କାର୍ତ୍ତିକରେ ଦିଏ ଦୀପ ଦାନ ଧନ୍ୟ ସେହି ଲୋକ ଧନ୍ୟ ତାହାର ଜୀବନ। କୋଟିଏରେ ଜନ୍ମର ଜାଣଥିଲେ ପାପ ଦୋଷ ଅବହେଲେ ସେ ସମସ୍ତ ହୁଏ ବିନାଶ। ଅନ୍ତିମେ ବିଷ୍ଣୁ ଲୋକରେ ବସନ୍ତି ଯେ ଯାଇ କାର୍ତ୍ତିକ ବ୍ରତ ମହାତ୍ମ୍ୟ ଏମନ୍ତ ଅଟଇ। କାର୍ତ୍ତିକ ସ୍ନାନ କରେ ଯେଉଁ ଜନ ତାହାର ଯେ ପୁଣ୍ୟ ଫଳ ଅତି ଅକଥନ। ଶ୍ରୀମୁଖରେ ନାରାୟଣ କହିଛନ୍ତି ଏହା ସ୍ୱୟଂ ଦେବ ଜନାର୍ଦ୍ଦନ ବୋଲି ଜାଣ ତାହା। କାର୍ତ୍ତିକର ଉଦ୍ଯାପନ ବିଧି ଶୁଣ ରାଏ ସଂକ୍ଷେପ କରି କହିବା ଏଠାରେ ଥୋକାଏ। ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏମନ୍ତ କରିବ ତୁଳସୀ ମୂଳରେ ଏକ ମଣ୍ଡପ ସ୍ଥାପିବ। ଚାରି ଦିଗକୁ କରିବ ଚାରିଗୋଟି ଦ୍ୱାର। ତୁଳସୀ ମଣ୍ଡପ ବିଧି ଏମନ୍ତ ପ୍ରକାର। ତଥିପରେ ଚନ୍ଦ୍ରତାପ କରିବ ଛାଏଣି ବିବିଧ କୁସୁମ ଦେଇ କରିବ ମଣ୍ଡଣି। ତୁଳସୀ ମୂଳେ ଗୋମୟ ଲେପନ କରିବ ତହିଁରେ ବିଷ୍ଣୁ ଦେବଙ୍କୁ ଯତନେ ସ୍ଥାପିବ। ପଞ୍ଚବର୍ଣ୍ଣ ମୁରୁଜରେ ଚିତ୍ର ଆଙ୍କି ଦେବ। ଚାରିଦ୍ୱାର ପାଳଙ୍କୁ ରଖିବ। ପୂର୍ବ ଦ୍ୱାରେ ଅତିଶୀଳ ଦକ୍ଷିଣେ ସୁଶୀଳ ପଶ୍ଚିମେ ଜୟ ଉତ୍ତରେ ବିଜୟ ଦେବଳ। ଚିତ୍ରକାରେ ଅଷ୍ଟପତ୍ର କମଳେ ତିଆରି ଦିଗମାନଙ୍କୁ ତହିଁ ସ୍ଥାପିବ ଯତ୍ନ କରି। ତହିଁର ନିକଟେ ମହାଲକ୍ଷ୍ମୀଙ୍କୁ ସ୍ଥାପିବ। ଅତି ଯତନରେ ଜଳ ଘଟ ବସାଇବ। ଗୁଆ ଘୃତ ନେଇ ତହିଁ ଦେବ ଦୀପ ଦାନ। ଉଜାଗରେ ଥାଇ ରାତ୍ର କରିବ ଯାପନ। ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ମନରେ ସୁମରି ସେ ତିନିଙ୍କ ଆସନେ ବସାଇ ଯତ୍ନ କରି। ତାଙ୍କ ନାମେ ପୂଜା କରି ପୁଲକିତ ମନେ ପୂର୍ଣ୍ଣ କଳସ ମାନ ସ୍ଥାପିବ ତାଙ୍କ ନାମେ। ଯଥା ବିଧାନେ ଚାରି ଦ୍ୱାରୀଙ୍କୁ ପୂଜା କରି ପୂଜିବ ଜଗଦ୍ଧାତ୍ରୀ ଦୀପ ଗନ୍ଧ ଧୂପ ଧରି। ବିବିଧ ପ୍ରକାରେ ନାନା ଉପହାର ଦେବ। ମନ୍ତ୍ର ସୁମରି ସଭିଙ୍କୁ ସୁସ୍ଥେ ଦେବ ଭୋଗ। ଶ୍ରୀହରିଙ୍କ ନାମ ସ୍ମରି ରଜନୀ ପୁହାଇ
ନିଶା ଅର୍ଧେ ଶୁଦ୍ଧ ଜଳି ସ୍ନାନ ଶୌଚ ହୋଇ ପୂଜା ନିକଟରେ ଯେତେ ଦ୍ରବ୍ୟ ରଖିଥିବ ମନ୍ତ୍ର ପଢ଼ି ସମସ୍ତଙ୍କୁ ସୁସ୍ଥି ଭୋଗ ଦେବ। ଉତ୍ତମ ବିପ୍ରଙ୍କୁ ତହିଁ କରି ନିମନ୍ତ୍ରଣ ତିଳକାଞ୍ଚନ ସହିତ ଦେବ ଗୋରୁ ଦାନ। ବୋଲିବ ହେ ବିପ୍ର ମୋତେ କର ସୁକଲ୍ୟାଣ ବିଧି ମତେ ଦେବତାଙ୍କୁ ଧନରତ୍ନ ଦାନ। କାର୍ତ୍ତିକ ବ୍ରତରେ ଯାହା ଯାହା ଥିବ ଛାଡ଼ି ଯତନରେ ସେ ସବୁକୁ ଆଣିଦେବ ଲୋଡ଼ି। ସେ ସମସ୍ତ ବିପ୍ର ହସ୍ତେ କରିବ ପ୍ରଦାନ ଅବହେଳେ ଅରଜିବ ବହୁତର ପୁଣ୍ୟ। ଏହି ପ୍ରକାରେ ଧନରତ୍ନମାନ ଦେଇ ପୂଜିବ ଗୁରୁଙ୍କୁ ପାଦ ମନେ ଶ୍ରଦ୍ଧା ବହି। ନୀତି ପ୍ରୟାସ ଦଧିରେ ଅନ୍ନଳ ଦେବଙ୍କୁ ଭକ୍ତିଭରେ ସୁମରିବ ଅଲେଖ ନାମକୁ। ବିପ୍ରଙ୍କୁ ଦକ୍ଷିଣା ଦେଇ ଗୃହେ ବାହୁଡ଼ିବ ଯଥା ବିଧାନରେ ତାଙ୍କ ମନଙ୍କୁ ତୋଷିବ। ପ୍ରଥମରେ ଯେଉଁ ଦିନ ଦୀପଦାନ ଦେବ ବନ୍ଧୁ କୁଟୁମ୍ବଙ୍କ ସଙ୍ଗ ସୁଖରେ ରହିବ। ଷଡ଼ର ସେ ପାକ ସମ୍ପାଦିବ ଯତନରେ ଭୋଜନ କରିବ ପକ୍ଷ ନ ରଖି କାହାରେ। ଏହି ପ୍ରକାରେ ବ୍ରତ ପାଳନ୍ତି ଯେ ଜନ ତାଙ୍କ ଧର୍ମ କଥା କେଉଁ କରିବ ବର୍ଣ୍ଣନ। ନର୍ମଦାରେ ଯାଇ ଯେଉଁ କରନ୍ତି ସ୍ନାନ ଗୋଦାବରୀ ପ୍ରୟାଗରେ ମିଳେ ଯେଉଁ ପୁଣ୍ୟ। ବୈତରଣୀ ଗୋମତୀ ଯେ ରେବା କୃଷ୍ଣା ବାଣୀ ଏତେ ସ୍ନାନ କଲେ ଯେଉଁ ଫଳ ଲଭେ ପ୍ରାଣୀ। ଚନ୍ଦ୍ରଭାଗା ଚିତ୍ରୋତ୍ପଳା ପୁଣି ବିଷ୍ଣୁ ଶିଳା ବ୍ରହ୍ମୀ ମାନସରୋବର ପୁରାଣେ ଲେଖିଲା। ସୁବର୍ଣ୍ଣ ରେଖା ଯେ ମଧୁମତି ଜଳେ ସ୍ନାନ ପାପନାଶିନୀ ଗଙ୍ଗାରେ ଯାଇ ଯେଉଁ ପୁଣ୍ୟ। ସରଜୁ ଶିବ ଗଙ୍ଗା ଯେ ଋଷି କଲ୍ୟା ଘେନି ତହିଁ ସ୍ନାନ କଲେ ଯେଉଁ ଫଳ ଲଭେ ପ୍ରାଣୀ। ଏସବୁ ନୁହେଁ କାର୍ତ୍ତିକ ବ୍ରତକୁ ସମାନ କାର୍ତ୍ତିକ ବ୍ରତ ମହାତ୍ମ୍ୟ ଅତି ଅକଥନ। ସର୍ବାଙ୍ଗ ମଧ୍ୟରେ ଯେତେ ପାପ ତାପ ଥାଇ କାର୍ତ୍ତିକ ସ୍ନାନରେ ସବୁ ବିନାଶ ହୁଅଇ। କେଶରୀ ଆଗରେ ଯେହ୍ନେ ଯୂଥପତି ଗଣ ଇତସ୍ତତଃ ଭାବେ କରୁଥାନ୍ତି ପଳାୟନ। ସେହିପରି କାର୍ତ୍ତିକ ବ୍ରତକୁ ଦେଖି ନେତ୍ରେ ପାପ ତାପ ମାନ ପଳାବନ୍ତି ଛିନ୍ନ ଛତ୍ରେ। କାର୍ତ୍ତିକ ବ୍ରତ ପାଳନା କରେ ଯେଉଁ ଜନ ଇହ ଜନ୍ମେ ସୁଖ ଅନ୍ତେ ବୈକୁଣ୍ଠ ଭବନ। ବିଧି ସଂକଳ୍ପରେ ବ୍ରତ ପାଳନା ଯେ କରେ ଅକ୍ଷୟ ମୁକ୍ତି ଲଭ ଫଳ ଲଭେ ସେ ଅଚିରେ। ଯିଏ ଯେଉଁ ପ୍ରକାରେ ଧର୍ମ କରିଥାଇ କାର୍ତ୍ତିକ ବ୍ରତ ବିନା ସେ ମୁକ୍ତି ନ ଲଭଇ। ତାହାର ସକଳ ଧର୍ମ ହୁଅଇ ବିନାଶ କାର୍ତ୍ତିକ ବ୍ରତ ହୀନରେ ଧର୍ମ ଯାଏ ନାଶ। ସ୍ୱଧର୍ମପଣ ତାହାର କିଛି ନ ରହଇ କାର୍ତ୍ତିକ ସ୍ନାନକୁ ଯେଉଁ ବିମୁଢ଼ ମଖଇ। ଅନ୍ୟାନ୍ୟ ବ୍ରତ ମାନଙ୍କୁ କରି ପରିତ୍ୟାଗ କାର୍ତ୍ତିକ ବ୍ରତ ପାଳନେ କରିବ ଉଦ୍ଯୋଗ। ଏହି ପ୍ରକାରେ କାର୍ତ୍ତିକ ବ୍ରତ ଏକାଦଶୀ ସ୍ନାନ ସାରି ଭକ୍ତିଭରେ ପୂଜିବ ତୁଳସୀ। ପଦ୍ମପୁରାଣ ଉତ୍ତରଖଣ୍ଡେ ଏ ଚରିତ ପଢ଼ନ୍ତେ ଶୁଣନ୍ତେ ଜ୍ଞାନ ହୁଅଇ ଉଦିତ। କାର୍ତ୍ତିକ ସ୍ନାନର ପୁଣ୍ୟ ଫଳମାନ ଯାହା ପଦ୍ମପୁରାଣେ ଉକ୍ତ ହୋଇଅଛି ତାହା। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି କାର୍ତ୍ତିକ ବ୍ରତ ବିନା କେ ନ ପାଏ ମୁକତି। ବିଷ୍ଣୁଙ୍କ ଶ୍ରୀମୁଖ ବାଣୀ ଅନ୍ୟଥା ନୁହଇ କାର୍ତ୍ତିକ ବ୍ରତ ପାଳନ କର ଶ୍ରଦ୍ଧା ଭଇ। ମନ ନିର୍ମଳ କରିଣ ପଢ଼ ଏ ପୁରାଣ ଅବଶ୍ୟ ମନୋକାମନା ହୋଇବ ପୂରଣ। ହରି ବୋଲ ହୁଳୁହୁଳି ଦିଅ ଭକ୍ତିଭରେ ଲକ୍ଷ୍ମୀ ନାରାୟଣ ନାମ ଜପି ହୃଦୟରେ। ଇହ ଜନ୍ମେ ସୁଖ ଅନ୍ତେ ପାଇବ ମୁକତି ଭଣେ କବି ନାକପାଳ ଅଜ୍ଞାନ ଦୁର୍ମତି। इति श्री पद्मपुराणे उत्तरखंडे कार्तिक पुराणे नारद पृथुराजे संवादे कार्तिक व्रत उद्यापने भक्त नाकपाल कृते 6ठ अध्यायः।